ବାପର ଜଳୁଛି ଜୁଇ ଝିଅ ଦେଖୁଛୁ ଭିଡିଓ କଲ ରେ ମରିଥିବା ବାପଟିର ତିନିଓଟି ଝିଅ ମଲା ବେଳେ କେହି ପାଖରେ ନଥିଲେ। ଗୋଟେ ଝିଅ କହିଲା ମୁଁ ଯାଇପାରିବିନି 5100 ଟଙ୍କା ପଠେଇଦେଲା। ଆଉ ଗୋଟେ ଝିଅ କହିଲା କାମରେ ମୁଁ ବ୍ୟସ୍ତ ଅଛି ଯାଇପାରିବିନି ଭିଡିଓ କଲ ରେ ଦେଖିମି। ବୃଦ୍ଧ ଆଶ୍ରମ ବାଲା ତା ବାପର ଅନ୍ତିମ ସଂସ୍କାର କରୁଛନ୍ତି। ଝିଅ ଦେଖୁଛି ଭିଡିଓ କଲ ରେ। ଏଇଠି ଗୋଟେ ଆଶ୍ଚର୍ଯ୍ୟ କଥା ଝିଅ ପଚାରୁଛି ଆହୁରି କେତେ ସମୟ ଲାଗିବ। ବାପର ତ ଜୁଇ ଜଳୁନି ଝିଅ ପାଇଁ ରୋଷେଇ ଚାଲିଛି ଖାଇବାକୁ ଆହୁରି କେତେ ସମୟ ଲାଗିବ ତାକୁ ଭୋକ ଲାଗିଲାଣି। ଏଇ ମରିଥିବା ବୟସ୍କ ଲୋକଟିର ବମ୍ବେର କପଡା ସୋରୁମ ଥିଲା। ତିନିଓଟି ଝିଅ ୟାର ଥିଲେ କିନ୍ତୁ ମଲା ଟାଇମରେ କେହି ପାଖରେ ନାହାନ୍ତି। କଣ ସେଇ ଝିଅ ମାନଙ୍କୁ ସେ ମଣିଷ କରିଥିଲାନି? ସେଇ ଝିଅ ମାନଙ୍କୁ ସେ ପାଠ ପଢେଇଥିଲାନି? କଣ ପୁଅ ହିଁ ୟାକୁ ପୋଷିବେ ଝିଅ ହିଁ ପୋଷିବେନି? ତମେ ମାନେ ଯୋଉ ମଲା ଟାଇମର ବାପ ପାଖକୁ ଆସି ପାଇଲନି ଯୋଉ କର୍ମଟା କରିଦେଲ ସେଇ କର୍ମଟା ଯୁଗେ ଯୁଗେ ତମ ପାଇଁ ରହିବ। ଆରେ ବାପ ପାଶିଏ ତମ ପାଇଁ କେତେ କଣ କରିଥିଲା। ତମ ତିନି ଝିଅ ମୁହଁକୁ ଦେଖିବା ପାଇଁ ସେ ଲାଷ୍ଟ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ସେତିକି ତମେ ତା ପାଖକୁ ଆସି ପାଇଲନି। ଇଏ ହଉଛି ଆମ ଦୁନିଆର ନୀତିଗତି କଥା। ଏ ଦୁନିଆରେ ଏମିତି ବି କିଛି ଝିଅ ପୁଅ ଅଛନ୍ତି ବାପ ମାନେ କି ମା ମାନେ ଏମାନଙ୍କୁ ସମୟ ମିଳେନି ଆସିବା ପାଇଁ। ଏଇ ହଉଛି ଦୁନିଆ। ମୁଁ ରହିଲି। ଜୟ ଜଗନ୍ନାଥ, ଜୟ ଓଡିଶା।